ଆଜିର ଅନୁଚିନ୍ତା। ଦର୍ଶକ ବନ୍ଧୁ, ଆପଣମାନଙ୍କୁ ଆମ୍ଭେମାନେ 4ଟି ଅନୁଚିନ୍ତା କହିବୁ, ଯାହାକି ଆପଣଙ୍କ ଜୀବନରେ ବହୁତ ପରିବର୍ତ୍ତନ ଆଣିବ। ଯଦି ଆପଣଙ୍କ ଜୀବନରେ ନେଗେଟିଭ୍ ଚିନ୍ତା ଥିବ, ନିହାତି ପଜିଟିଭ୍ ଚିନ୍ତା ଆସିବ। ତେଣୁ ଆପଣମାନେ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ ଏହି ପର୍ଯ୍ୟନ୍ତ ଯଦି ଭିଡ଼ିଓକୁ ଲାଇକ୍ କରିନାହାନ୍ତି ତେବେ ଲାଇକ୍ କରନ୍ତୁ। ସାଙ୍ଗସାଥିମାନଙ୍କୁ ସେୟାର କରନ୍ତୁ। ଯେଉଁମାନେ ଦୁଃଖରେ ଥିବେ ସେମାନେ ସୁଖରେ ମଧ୍ୟ ପରିଣତ ହୋଇପାରନ୍ତି। ଯଦି ଆପଣମାନେ ଏହିପରି ଅନୁଚିନ୍ତା, ମୋଟିଭେସନାଲ୍ ଭିଡ଼ିଓ ଏବଂ ସକ୍ସେସ୍ ଷ୍ଟୋରି ପାଇବା ପାଇଁ ଚାହୁଁଥିଲେ ଭିଡ଼ିଓକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ପାଖରେ ଥିବା ଅଲ୍ ନୋଟିଫିକେସନ୍କୁ ଦବାଇ ଦିଅନ୍ତୁ, ଯାହାଫଳରେ କି ସର୍ବପ୍ରଥମେ ଆପଣ ନିକଟରେ ଏହିପରି ଭିଡ଼ିଓ ପହଞ୍ଚିବ। ଚାଲନ୍ତୁ ସେହି ପ୍ରଥମ ଅନୁଚିନ୍ତା ଡିସ୍କସନ୍ କରିବା। ପ୍ରଥମ ଅନୁଚିନ୍ତା ହେଲା ଦର୍ଶକ ବନ୍ଧୁ, ବାହାର ଦୁନିଆ ଯାହା ଦିଶୁଛି ତାହା ଜୀବନ ନୁହେଁ। ନିଜ ଘରର ପରିସ୍ଥିତି ଅନୁଯାୟୀ ବଞ୍ଚିବା ତାହାକୁ ଜୀବନ କୁହାଯାଏ। କେବେ ବି ନିଜକୁ ଅନ୍ୟମାନଙ୍କ ସହିତ ତୁଳନା ନ କରି ବଞ୍ଚିବା ଶିଖନ୍ତୁ। ଦର୍ଶକ ବନ୍ଧୁ, ଏହା ଥିଲା ପ୍ରଥମ ଅନୁଚିନ୍ତା। ଦ୍ୱିତୀୟ ଅନୁଚିନ୍ତା, ସମୟ ଆଉ ସଂସ୍କାର, ଏ ଦୁଇଟି ଯାକ ଆମ ସଫଳ ଜୀବନରେ ନିହାତି ଆବଶ୍ୟକ। ସମୟ ଖରାପ ଚାଲିଥିଲେ ସଂସ୍କାରର ମାନେ କିଛି ନଥାଏ, ଆଉ ଉତ୍ତମ ସଂସ୍କାର ନଥିଲେ ସମୟର ମାନେ କିଛି ନଥାଏ। ତୃତୀୟ ଅନୁଚିନ୍ତା ଦର୍ଶକ ବନ୍ଧୁ, ପ୍ରତ୍ୟେକ ସଫଳ ବ୍ୟକ୍ତିଙ୍କର ଏକ ଯନ୍ତ୍ରଣାଦାୟକ କାହାଣୀ ଅଛି। ପ୍ରତ୍ୟେକ ଯନ୍ତ୍ରଣାଦାୟକ କାହାଣୀର ଏକ ସଫଳ ପରିସମାପ୍ତି ଅଛି। ଯନ୍ତ୍ରଣାକୁ ଗ୍ରହଣ କର ଏବଂ ସଫଳତା ପାଇଁ ପ୍ରସ୍ତୁତ ହୁଅ। ଶେଷ ଅନୁଚିନ୍ତା ଦର୍ଶକ ବନ୍ଧୁ, ଯେପରି କୌଣସି କୋଠାଘର ପାଇଁ ସୁଦୃଢ଼ ମୂଳଦୁଆ ହେବା ଜରୁରୀ ଅଟେ, ସେହିଭଳି ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପ୍ରାପ୍ତ କରିବା ପାଇଁ ଅଙ୍ଗତ ସମାନ ସଂକଳ୍ପରେ ଦୃଢ଼ତା ଜରୁରୀ। ଏହା ଥିଲା ଶେଷ ଅନୁଚିନ୍ତା ଦର୍ଶକ ବନ୍ଧୁ। ଦର୍ଶକ ବନ୍ଧୁ, ଆପଣମାନେ ଯଦି ଏହିପରି ଭିଡ଼ିଓ ପାଇବା ପାଇଁ ଚାହୁଁଥିଲେ ସବସ୍କ୍ରାଇବ୍ କରନ୍ତୁ ଏବଂ ସାଙ୍ଗସାଥିମାନଙ୍କୁ ସେୟାର କରନ୍ତୁ। ଆପଣମାନଙ୍କୁ ଏହି 4ଟି ଅନୁଚିନ୍ତା କହିଲି, ଆପଣମାନେ କମେଣ୍ଟ ଜଣାଇବେ କେମିତି ଲାଗିଲା। ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ। ଧନ୍ୟବାଦ।